सरकार पर ମୁଁ ସନ୍ତୁଷ୍ଟ ନୁହେଁ। ଆମ ସରକାର ବଢଉଛନ୍ତି ଆଉ ସରକାର ତ ବଢଉଛନ୍ତି ସବୁ ମାନେ ଯୋଉ ଡବଲ ଇଞ୍ଜିନ ସରକାର ହେଲେ ଡବଲ ସବୁ ଚାଲିଛି ଆଉ ମିଛ ଆଉ 300 ଟ୍ରକ୍ କୁଆଡେ ଗଲା ଯେ ଯଦି ଆଇଲା 300 ଟ୍ରକ୍ କୁଆଡେ ଗଲା ଆମେ ତ ଲୋକ ପିଆଜ କିଲେ 60 ଟଙ୍କା କିଣିଲେ ଆଳୁ ତ 40-50 କିଣୁଛନ୍ତି ଆଉ କୁଆଡେ ଗଲା ଯଦି ଆସିଥାନ୍ତା 30 ଟଙ୍କା ବିକା ହେଇଥାନ୍ତା ନା ଆଉ ରଖିବେ କୁଆଡେ ରଖିଛନ୍ତି କଣ କରୁଛନ୍ତି ସେ ମିଛ 300 ଟଙ୍କା ଆସିବା ମିଛ ସେ ସେମିତି ଗୋଟେ ବାହାନା ଏଇ ସରକାର ବଞ୍ଚେଇବା ପାଇଁ 300 ଟ୍ରକ୍ ଆଇଛି ବୋଲି କୁହାହଉଛି ନାଇଁ ନାଇଁ ତାପରେ ଆମ ମମତା ବାନାର୍ଜୀ ଛାଣୁନାହାନ୍ତି ଆଳୁ ସେ ଟ୍ରକ୍ କେଜାଣି କଣ ହେଇଛି କି ବିଜେପି ସରକାର ତାଙ୍କର କଣ ପଡୁନି ବୋଲି ତ ଛାଣୁନଥିବେ କେଜାଣି ସେ କାହିଁ ଆସୁନି ତ ସେ ତ 20 ଟଙ୍କା ଆଳୁ ବିକୁଥିଲା ତମେ ସେଠି ଆଉ ଇଏ ତ ଆଇଲା 60-40 ଏମିତି ବିକୁଛି ପରିବର୍ତ୍ତନ ହବା ଭୁଲ ଭୁଲ ପରିବର୍ତ୍ତନ ହବା ଭୁଲ ଲୋକ ସୁବିଧା ପାଉନାହାନ୍ତି ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ସୁବିଧା ପାଉଛନ୍ତି ନା ନାଇଁ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ସୁବିଧା ପାଉଛନ୍ତି ନା ନାଇଁ ପାଉଥିଲେ ନା ନାଇଁ ଆଉ ନୂଆ ସରକାର ଆଇଲେ କାଳେ ସୁବିଧା ଆଉ ଅଧିକା ଟିକେ ହବ କିନ୍ତୁ ବେଶୀ ବେଶୀ ଅସୁବିଧା ହବ ନାଇଁ ଚଲେଇଲା ବେଳେ କେମିତି ଲାଗୁନି କେଜାଣି ସେଇଟା ସମୟ ଆସିକି କହିବ ଟେଷ୍ଟି ହେଲା ବେଳେ ଲାଗୁନି ସରକାର ଉପରେ ମୁଁ ସନ୍ତୁଷ୍ଟ ନୁହେଁ ଏ ରେଟ୍ ଗରିବ ଲୋକଙ୍କର ସବୁ ହଇରାଣ ହଉଛନ୍ତି ମଧ୍ୟବିତ୍ତ ପରିବାର ହଇରାଣ ହଉଛନ୍ତି ଆଉ ଯିଏ ବଡ ଲୋକିଆ ଯିଏ ବେପାର ପତ୍ର କଲା ସିଏ ଠିକ ଚାଲିଲା ଲାଭ କଣ ଆମେ କିଣୁଛୁ ଯେତିକି ତା 2 ଟଙ୍କା 3 ଟଙ୍କା ଲାଭରେ ବିକୁଛୁ ଆଉ ଅଧିକା କଣ ଲାଭ କରୁ ଆଉ ଯିଏ କିଣିଦବ 30 ଟଙ୍କା ତାର ଟ୍ରାନ୍ସପୋର୍ଟ ସବୁ ଖର୍ଚ୍ଚ ହେଇକି ତାକୁ ସେ 40 ପଡିଛି ସେ ବିକୁଛି 40 ନାଇଁ ଆଉ ତ ସେ ନାହିଁ ସିଏ ତାଙ୍କ ସରକାର ବଞ୍ଚେଇବା ପାଇଁ ସବୁ ଚାଲିଛି ଆଉ